ପାଗ କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି କହିଛି ଭୁଲ ଥିଲେ ଠିକ୍ କର। କ ନମ୍ବରଟି କହିଛି ଗ୍ରୀଷ୍ମ ଦିନେ କାକର ପଡ଼େ। ଠିକ୍ ଉତ୍ତରଟି ହେବ ଶୀତ ଦିନେ କାକର ପଡ଼େ। ଖ ନମ୍ବରଟି କହିଛି ଧୂଳି କଣାରେ ଲାଗି ଭାସି ବୁଲୁଥିବା ଜଳକଣାକୁ ତୁଷାର କହନ୍ତି। ଠିକ୍ ଉତ୍ତରଟି ହେବ ଧୂଳି କଣାରେ ଲାଗି ଭାସି ବୁଲୁଥିବା ଜଳକଣାକୁ କୁହୁଡ଼ି କୁହାଯାଏ। ଗ ନମ୍ବରଟି କହିଛି ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଅଞ୍ଚଳର ବାୟୁମଣ୍ଡଳର ଅବସ୍ଥାକୁ ପାଗ କହନ୍ତି। ଠିକ୍ ଉତ୍ତରଟି ହେବ କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ପାଗ କହନ୍ତି। ଘ ନମ୍ବରଟି କହିଛି କୁଆପଥର ଜଳର କଠିନ ଅବସ୍ଥା। ଠିକ୍ ଅଛି। ତାପରେ 1 ନମ୍ବରଟି କହିଛି ଶୀତ ଦିନର ଲୁଗା ଶୀଘ୍ର ଶୁଖିଯାଏ କାରଣ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଧିକ ଥାଏ। ଠିକ୍ ଉତ୍ତରଟି ହେବ ଶୀତ ଦିନେ ଓଦା ଲୁଗା ଶୀଘ୍ର ଶୁଖିଯାଏ କାରଣ ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ଥାଏ। ତାପରେ 2 ନମ୍ବରଟି କହିଛି ବାୟୁମଣ୍ଡଳରେ ଜଳୀୟ ବାଷ୍ପ ନଥିଲେ କ'ଣ ହୁଅନ୍ତା? ଆନ୍ସାର ବାୟୁମଣ୍ଡଳରେ ଜଳୀୟ ବାଷ୍ପ ନଥିଲେ ତାପମାତ୍ରା ବହୁତ ବଢ଼ିଯାଆନ୍ତା। ବର୍ଷା କୁହୁଡ଼ି କାକର ଆଦି ହୁଅନ୍ତା ନାହିଁ। ବର୍ଷାର ଅଭାବରେ ଜୀବଜଗତ ଧ୍ୱଂସ ପାଇଯାଆନ୍ତା। ତାପରେ 3 ନମ୍ବରଟି କହିଛି ଶୀତ ରାତିରେ କାହିଁକି କାକର ପଡ଼େ? ଆନ୍ସାର ଶୀତ ଦିନେ ରାତିରେ ଭୂପୃଷ୍ଠ ଅଧିକ ଥଣ୍ଡା ହୋଇଯାଏ। ତେଣୁ ଭୂପୃଷ୍ଠ ନିକଟସ୍ଥ ବାୟୁ ଥଣ୍ଡା ଥାଏ। ଏଥିରେ ଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହୁଏ। ଏହା ହେଉଛି କାକର। ଏହି କାରଣରୁ ଶୀତ ରାତିରେ କାକର ପଡ଼େ।